ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ଏବଂ ମାଳଦ୍ୱୀପର ସମ୍ପର୍କ ବହୁ ପୁରୁଣା ଏବଂ ଭାରତ ମାଳଦ୍ୱୀପର ସବୁଠାରୁ ନିକଟତର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାଓବାଦ ସହ ଜଡ଼ିତ ଯୁବକମାନଙ୍କୁ ଅସ୍ତ୍ରଶସ୍ତ୍ର ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସାର୍ବଜନୀନ ପଦବୀରେ ଆଜି 23 ବର୍ଷ ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଆସନ୍ତାକାଲି ହରିୟାଣା ଏବଂ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ନିମନ୍ତେ ହେବ ଭୋଟ ଗଣତି ଏବଂ ମହିଳା T20 କ୍ରିକେଟ ବିଶ୍ୱକପ୍ରେ ଆଜି ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା। ଭାରତ ଏବଂ ମାଳଦ୍ୱୀପର ସମ୍ପର୍କ ବହୁ ପୁରୁଣା ଏବଂ ଭାରତ ମାଳଦ୍ୱୀପର ସବୁଠାରୁ ନିକଟତର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଳଦ୍ୱୀପର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୋଇଜୁଙ୍କ ସହ ସାକ୍ଷାତ ଆଲୋଚନା କରିବା ପରେ ଏହା କହିଛନ୍ତି। ସେ କହିଛନ୍ତି ମାଳଦ୍ୱୀପ ଭାରତର ଏକ ଘନିଷ୍ଠ ପଡ଼ୋଶୀ ଏବଂ ମିତ୍ର ଦେଶ। ଭାରତ ମାଳଦ୍ୱୀପ ପାଇଁ ସବୁବେଳେ ସହଯୋଗର ହାତ ବଢ଼ାଇ ଆସିଛି। ମାଳଦ୍ୱୀପ ଲୋକଙ୍କର ଆବଶ୍ୟକତା ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ହେଉ, ସବୁ ସମୟରେ ଭାରତ ପ୍ରଥମେ ପଡ଼ୋଶୀ ନୀତି ଅବଲମ୍ବନ କରି ସହଯୋଗ ଯୋଗାଇ ଦେଇଛି। ପାନୀୟ ଜଳ ଯୋଗାଣ ଓ କୋଭିଡ୍ ଟିକା ପ୍ରଦାନ ଭଳି ବିଷୟକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ମାଳଦ୍ୱୀପର ଆବଶ୍ୟକତାକୁ ଲକ୍ଷ୍ୟରେ ରଖି $400 ମିଲିୟନ ଏବଂ 3,000 କୋଟି ଟଙ୍କାର ମୁଦ୍ରା ବିନିମୟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି କେନ୍ଦ୍ର ରାଜ୍ୟ ମଧ୍ୟରେ ସୁସମନ୍ୱୟ ଯୋଗୁଁ ଦେଶରୁ ମାଓବାଦ ଶେଷ ହେବାକୁ ଯାଉଛି। ଆଜି ଶ୍ରୀ ଶାହା ନୂଆଦିଲ୍ଲୀରେ ମାଓ ପ୍ରଭାବିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକ ପରେ ଶ୍ରୀ ଶାହା କହିଛନ୍ତି ଦେଶର ବିକାଶ କ୍ଷେତ୍ରରେ ମାଓବାଦ ସବୁଠୁ ବଡ଼ ଅନ୍ତରାୟ ପାଲଟିଛି ଏବଂ ଏହାଦ୍ୱାରା କାହାର କିଛି ଲାଭ ହେଉନାହିଁ। ମାଓବାଦ ସହ ଜଡ଼ିତ ଯୁବକମାନଙ୍କୁ ଅସ୍ତ୍ରଶସ୍ତ୍ର ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି। ବୈଠକରେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ। ବୈଠକ ପୂର୍ବରୁ ଗୃହ ମନ୍ତ୍ରଣାଳୟ କହିଥିଲା କେନ୍ଦ୍ର ସରକାର 2026 ସୁଦ୍ଧା ବାମପନ୍ଥୀ ଉଗ୍ରବାଦ ସମ୍ପୂର୍ଣ୍ଣ ଭାବେ ମୂଳୋତ୍ପାଟନ କରାଯିବା କହିଛନ୍ତି। ଏହାଛଡ଼ା କେନ୍ଦ୍ର ସରକାର ମାଓ ସମସ୍ୟା ସହ ମୁକାବିଲା କରୁଥିବା ରାଜ୍ୟମାନଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେବେ ବୋଲି କୁହାଯାଇଛି। ମନ୍ତ୍ରଣାଳୟ କହିଛି ନରେନ୍ଦ୍ର ମୋଦି ସରକାରଙ୍କ ରଣନୀତି ଯୋଗୁଁ ମାଓ ସମ୍ପର୍କିତ ହିଂସା 72% ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନବରାତ୍ରିର ପଞ୍ଚମ ଦିନରେ ଦେବୀ ସ୍କନ୍ଦମାତାଙ୍କ ପୂଜାର୍ଚ୍ଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ମା ସୁଖଦାୟିନୀ ମୁଖ୍ୟଦାୟିନୀ ଆଶୀର୍ବାଦ କରନ୍ତୁ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଏକ ଗରବା ଗୀତ ପୋଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ପଦବୀରେ ଆଜି 23 ବର୍ଷ ପୂରଣ କରିଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ଶାହା କହିଛନ୍ତି ଶ୍ରୀ ମୋଦିଙ୍କ ଏହି ଦୀର୍ଘଯାତ୍ରା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହୋଇଛି। ଶ୍ରୀ ମୋଦି 23 ବର୍ଷ ପୂର୍ବେ ଆଜିର ଦିନରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପରେ ସେ ଭାରତର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଦୀର୍ଘ ସମୟର ଯାତ୍ରା ରାଷ୍ଟ୍ରହିତ ଏବଂ ଜନକଲ୍ୟାଣ ପ୍ରତି ସମର୍ପଣର ପ୍ରତୀକ। ଶ୍ରୀ ଶାହା କହିଛନ୍ତି ଶ୍ରୀ ମୋଦି ଏକ ସମୟରେ ଗରିବଙ୍କ କଲ୍ୟାଣ, ଦେଶର ସୁରକ୍ଷା, ବିକାଶ ଏବଂ ବିଶ୍ୱସ୍ତରରେ ଭାରତର ପରିଚୟ ସାବ୍ୟସ୍ତ କରିବା କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ସମସ୍ୟାଗୁଡ଼ିକୁ ଅଲଗା ଭାବରେ ନ ଦେଖି ଶ୍ରୀ ମୋଦି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଇଛନ୍ତି। ଶ୍ରୀ ଶାହା କହିଛନ୍ତି ଏହା ତାଙ୍କ ପାଇଁ ସୌଭାଗ୍ୟର କଥା ଯେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘଯାତ୍ରାର ସାକ୍ଷୀ ଅଟନ୍ତି। ହରିୟାଣା ଏବଂ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଭୋଟ ଗଣତି ଆସନ୍ତାକାଲି ଅନୁଷ୍ଠିତ ହେବ। ହରିୟାଣାର ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରୱାଲ କହିଛନ୍ତି 90ଟି ବିଧାନସଭା ମଣ୍ଡଳୀ ପାଇଁ ନିଆଯାଇଥିବା ମତର ଗଣତି 22ଟି ଜିଲ୍ଲା ମୁଖ୍ୟାଳୟରେ ଖୋଲାଯାଇଥିବା 90ଟି କେନ୍ଦ୍ରରେ ହେବ। ଇଭିଏମ୍ଗୁଡ଼ିକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯିବା ସହ ସବୁ ଷ୍ଟ୍ରଙ୍ଗ ରୁମ୍ରେ CCTV ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି। ମତଗ୍ରହଣ ପରେ ଇଭିଏମ୍ ଏବଂ ଭିଭିପାଟ୍ ମେସିନ୍ଗୁଡ଼ିକୁ ଷ୍ଟ୍ରଙ୍ଗ ରୁମ୍ରେ ରଖାଯିବା ସହ ସେଗୁଡ଼ିକୁ ସିଲ୍ କରିଦିଆଯାଇଛି। ସେହିଭଳି ଜମ୍ମୁ କାଶ୍ମୀରରେ ଆସନ୍ତାକାଲିର ଭୋଟ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆମ ଶ୍ରୀନଗର ସମ୍ବାଦଦାତା ଜଣାଇଛନ୍ତି 3 ପର୍ଯ୍ୟାୟରେ ଅନୁଷ୍ଠିତ ମତଗ୍ରହଣରେ 873 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ଇଭିଏମ୍ରେ ବନ୍ଦ ହୋଇ ରହିଛି। ଜମ୍ମୁ କାଶ୍ମୀର ମୁଖ୍ୟ ନିର୍ବାଚନ ଅଧିକାରୀ ପାଣ୍ଡରଙ୍ଗା କେ ପୋଲେ କହିଛନ୍ତି ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୂଚନାଯୋଗ୍ୟ 2019ରେ ଧାରା 370 ଏବଂ 35 କ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ଗତକାଲି ଚେନ୍ନାଇ ଏୟାର ଶୋରେ ଅବ୍ୟବସ୍ଥା ଲାଗି ଡିଏମ୍କେ ସରକାରକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ରାଜ୍ୟ ସରକାର ବାୟୁସେନା ସହ ସଠିକ୍ ସମନ୍ୱୟ ରଖିନଥିଲେ। ରାଜ୍ୟରେ ବୃଦ୍ଧି ପାଉଥିବା ନିଶାଦ୍ରବ୍ୟ କାରବାର ପାଇଁ ମଧ୍ୟ ଡକ୍ଟର ମୁରୁଗାନ୍ ଡିଏମ୍କେ ସରକାରକୁ ସମାଲୋଚନା କରିଛନ୍ତି। ତାମିଲନାଡୁର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଏମ୍ ସୁବ୍ରମଣ୍ୟମ୍ କହିଛନ୍ତି ଗତକାଲି ଚେନ୍ନାଇରେ ଏୟାର ଶୋ ଦେଖିବା ପାଇଁ ଆସିଥିବା 5 ଜଣ ଦର୍ଶକଙ୍କୁ ମୃତ ଅବସ୍ଥାରେ ହସ୍ପିଟାଲ ଅଣାଯାଇଥିଲା। ଆଜି ସମ୍ବାଦଦାତାମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଅତ୍ୟଧିକ ଗରମ ଅନୁଭୂତ ହେବା ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଛି। ସେ କହିଛନ୍ତି ଏୟାର ଶୋ ସମୟରେ କୌଣସି ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ନିମନ୍ତେ ଚିକିତ୍ସକ ଦଳ ମୁତୟନ କରାଯାଇଥିଲା। ଏହାଛଡ଼ା 40ଟି ଆମ୍ବୁଲାନ୍ସ ଏବଂ ପାରାମେଡିକାଲ ଟିମ୍ ମଧ୍ୟ ପ୍ରସ୍ତୁତ ରହିଥିଲେ। ତେବେ 5 ଜଣ ଦର୍ଶକଙ୍କ ମୃତ୍ୟୁ ଘଟଣାରେ ମନ୍ତ୍ରୀ ଶ୍ରୀ ସୁବ୍ରମଣ୍ୟମ୍ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏୟାର ଶୋ ପୂର୍ବରୁ ବାୟୁସେନା ପକ୍ଷରୁ ଲୋକମାନଙ୍କୁ ଛତା, ଟୋପି ଏବଂ ପାଣି ଆଣିବା ଲାଗି ଅପିଲ କରାଯାଇଥିଲା। ଜମି ବଦଳରେ ଚାକିରି ସମ୍ପର୍କିତ ମାମଲାରେ ଦିଲ୍ଲୀର ଏକ ଅଦାଲତ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପୁଅ ତେଜସ୍ୱୀ ଯାଦବ ଓ ତେଜ ପ୍ରତାପ ଯାଦବଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମାମଲାରେ କୋର୍ଟ କହିଛନ୍ତି ସେମାନଙ୍କୁ ଗିରଫ ନ କରି ଅଭିଯୋଗପତ୍ର ଦାଖଲ କରାଯାଇଥିଲା। ପ୍ରତ୍ୟେକ ଅଭିଯୁକ୍ତଙ୍କୁ 1 ଲକ୍ଷ ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 25 ତାରିଖରେ ହେବ। ଜାମିନ ପ୍ରଦାନ କରି ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ପାସପୋର୍ଟ ଜମା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତଙ୍କ ପକ୍ଷରୁ ଗତ ମାସ 18 ତାରିଖରେ ଲାଲୁ ଯାଦବଙ୍କୁ ସମନ ପଠାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଦିଆଯାଇଥିବା ଅଭିଯୋଗପତ୍ର ସମୀକ୍ଷା କରିବା ପରେ ସମନ ପଠାଯାଇଥିଲା। 2004ରୁ 2009 ମଧ୍ୟରେ ରେଳମନ୍ତ୍ରୀ ଥିବାବେଳେ ଲାଲୁ ପ୍ରସାଦ ଯାଦବଙ୍କ କାର୍ଯ୍ୟକାଳ ସମୟରେ ମଧ୍ୟପ୍ରଦେଶର ଜବଲପୁର ଅନ୍ତର୍ଗତ ପଶ୍ଚିମ ମଧ୍ୟ ରେଳମଣ୍ଡଳରେ ହୋଇଥିବା ନିଯୁକ୍ତି ସହ ଏହି ମାମଲା ସମ୍ପର୍କିତ। ଶ୍ରୀଲଙ୍କାରେ ଆଜିଠାରୁ ପଞ୍ଚଦଶ ଜନଗଣନା ଆରମ୍ଭ ହେଉଛି। ଏଥିଲାଗି ବ୍ୟକ୍ତିଗତ ଏବଂ ବାସଗୃହ ସମ୍ବନ୍ଧୀୟ ସୂଚନା ସଂଗ୍ରହ କରାଯାଉଛି। ସେଠାକାର ଜନଗଣନା ଏବଂ ପରିସଂଖ୍ୟାନ ବିଭାଗ ମହାନିର୍ଦ୍ଦେଶକ ଅନୁଜା ସେନା ବୀରରତ୍ନନା କହିଛନ୍ତି ଜନଗଣନା ଅଧିକାରୀମାନେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିବା ଲାଗି ଦେଶର ସମସ୍ତ ଘର ପରିଦର୍ଶନ କରିବେ। ପାଖାପାଖି 50,000ରୁ ଅଧିକ ଅଧିକାରୀ ଏହି ଜନଗଣନା ପ୍ରକ୍ରିୟାରେ ସାମିଲ ହେବେ। ସୁରକ୍ଷା, ଅର୍ଥବ୍ୟବସ୍ଥା, ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ରଣନୈତିକ ଭାଗିଦାରୀକୁ ଉଭୟ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁ ସୁକ୍ ୟେଲ୍ ଏବଂ ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ୍ ଜୁନିୟର ସମର୍ଥନ କରିଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଫିଲିପାଇନ୍ସ ଗସ୍ତରେ ଯାଇଥିବା ବେଳେ ଏ ସମ୍ପର୍କିତ ବୁଝାମଣା ହୋଇଛି। ଉଭୟ ନେତା ଫିଲିପାଇନ୍ସର ସେନା ଆଧୁନିକୀକରଣ, ଭିତ୍ତିଭୂମି ନିର୍ମାଣ, ପରମାଣୁ ଶକ୍ତି, ଡିଜିଟାଲ ପରିବର୍ତ୍ତନ ଏବଂ ମହତ୍ତ୍ୱପୂର୍ଣ୍ଣ ଖଣିଜ ସମ୍ପଦର ଶୃଙ୍ଖଳିତ ବ୍ୟବହାର ଦିଗରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି। ଦକ୍ଷିଣ କୋରିଆରେ ଫିଲିପାଇନ୍ସର ଶ୍ରମିକମାନଙ୍କୁ ଅଧିକ ଲାଭ ଦେବା ଉଦ୍ଦେଶ୍ୟରେ ରୋଜଗାର ପରମିଟ୍ ବ୍ୟବସ୍ଥା କ୍ଷେତ୍ରରେ ସୁଧାର ଆଣିବା ଲାଗି ମଧ୍ୟ ଆଲୋଚନା ହୋଇଛି। ମହିଳା ଟି-20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ସନ୍ଧ୍ୟାରେ ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ। ଭାରତୀୟ ସମୟ ସନ୍ଧ୍ୟା 7:30ରେ ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଦୁବାଇରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତୀୟ ମହିଳା ଟିମ୍ ପାକିସ୍ତାନକୁ 6 ୱିକେଟ୍ରେ ପରାସ୍ତ କରିଛି। 106 ରନ୍ର ପିଛା କରି ଭାରତୀୟ ଦଳ 7ଟି ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଅରୁନ୍ଧତୀ ରେଡ୍ଡି 3ଟି ୱିକେଟ୍ ଅକ୍ତିଆର କରିଥିବାରୁ ତାଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆସନ୍ତା ବୁଧବାର ଭାରତ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବାକୁ ଥିବାବେଳେ ରବିବାର ଦିନ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବ। ଇସ୍ରାଏଲ୍ ଉପରେ ହମାସ୍ ଆକ୍ରମଣକୁ ଆଜି 1 ବର୍ଷ ପୂର୍ଣ୍ଣ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଇସ୍ରାଏଲ୍ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ IDF କହିଛି ଗାଜାରୁ ଅଧିକ ଦୂରତ୍ୱ ପର୍ଯ୍ୟନ୍ତ ଯାଇପାରୁଥିବା ରକେଟ୍ ତଥା ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ବ୍ୟବହାର ଆଶଙ୍କାକୁ ଦୃଷ୍ଟିରେ ରଖି ଇସ୍ରାଏଲ୍ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗାଜା ନିକଟରେ ଅଧିକ ସୈନ୍ୟ ମଧ୍ୟ ମୁତୟନ କରାଯାଇଛି। ଇସ୍ରାଏଲ୍ର ବୀର ସେବାସ୍ଥିତ ଏକ ବସ୍ଷ୍ଟାଣ୍ଡରେ ଜଣେ ବନ୍ଧୁକଧାରୀଙ୍କ ଗୁଳିଚାଳନାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ ହୋଇଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିମାଡ଼ରେ ବେଦୁଇନ୍ ସଂଖ୍ୟାଲଘୁ ସଦସ୍ୟ ଥିବା ଏହି ବନ୍ଧୁକଧାରୀ ନିହତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତ ଏବଂ ମାଳଦ୍ୱୀପର ସମ୍ପର୍କ ବହୁ ପୁରୁଣା ଏବଂ ଭାରତ ମାଳଦ୍ୱୀପର ସବୁଠାରୁ ନିକଟତର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାଓବାଦ ସହ ଜଡ଼ିତ ଯୁବକମାନଙ୍କୁ ଅସ୍ତ୍ରଶସ୍ତ୍ର ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସାର୍ବଜନୀନ ପଦବୀରେ ଆଜି 23 ବର୍ଷ ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଆସନ୍ତାକାଲି ହରିୟାଣା ଏବଂ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ନିମନ୍ତେ ହେବ ଭୋଟ ଗଣତି ଏବଂ ମହିଳା ଟି-20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା। ସମ୍ବାଦ ଶେଷ ହେଲା।